ବୈଶାଖ ମାସର 4 ତାତି ପେଟ ଗରମ ହଉଛି ସେ ପୁଣି ଅଲଗା କଥା। ସ୍ୱାମୀ ଆଣିଥିଲେ ପେଟ ଥଣ୍ଡା ହେବା ପାଇଁ ମାଣ୍ଡିଆ ଗୁଣ୍ଡର ଗୋଟେ ପ୍ୟାକେଟ। ସେ କେବେଠୁ ରହିଯାଇଛି ମୋର ମନେ ପଡୁନି। ଆଉ କାଲି ରାତିରେ ଯେମିତି ତାଙ୍କ ନଜର ପଡିଗଲା କମେଣ୍ଟ ଗୁଡାଏ ଶୁଣିବାକୁ ପଡିବ। ସେଥିପାଇଁ ଛାନିଆ ମାନେ ରାତିରେ ପୁରା ମାଣ୍ଡିଆ କ୍ଷୀରି କରିକି ରଖିଦେଇଥିଲି। ସକାଳେ ଆମେ ସମସ୍ତେ ଦି ଜଣ ଯାକ ଖାଇଲୁ। ପଖାଳ ଖାଇବୁ ବୋଲିକା ତାଙ୍କୁ କହିଲେ ଟିକେ ଅଣ୍ଡା ନେଇ ଆସିବ ଆମଲେଟ କରିଦବା। ସେ ନେଇକି ଆସିଲେ ଶେଉଳ ମାଛ। ଚିଡି ତ ଲାଗିଲା ଶୁଣିକି, କିନ୍ତୁ ମାଛକୁ ଦେଖିଲା ବେଳକୁ ଭାରି ଖୁସି ଲାଗିଲା। ପୁରା ସୁନ୍ଦରିଆ ସୁନ୍ଦରିଆ ଛୋଟିଆ ଛୋଟିଆ ଶେଉଳ ମାଛ। ଏଇ ମାଛଟାକୁ ଖାଇବାକୁ ଛୁଆମାନେ ଭାରି ଭଲ ପାଆନ୍ତି। ସେ ଯାହା ହଉ ଆଉ ରାଗ କମିଗଲା ଯେମିତି ସିଏ ତାଙ୍କର ମାଛଟା ଟିକେ ସାଇଜ କରିକି କାଟି କୁଟି ଦେଲେ। ଆଉ ମୁଁ ମୋର ଏଠି ଭାଜିକି ଜୁକଜୁକିଆ ବନେଇଦେଲି। ତା ସହିତ ବାଇଗଣ ଭଜା ଗୋଲ ଗୋଲ କିନା କରିଲି। ଆଉ ବାଦାମ ଆଉ ବଢି ଚଟଣି ବି କରି ପକେଇଲି। ଆଉ ସେଟା ନହେଲେ ଭାତ ଉଠିବନି। ଆଉ ହଁ ସାଙ୍ଗମାନେ, ଏଇ ବଢି କରିବାର ଭିଡିଓଟା ଆପଣମାନଙ୍କ ସହିତ ସେୟାର କରିଥିଲି। ଆପଣମାନେ ଯଦି ଦେଖିନାହାନ୍ତି ଟିକେ ଲାଷ୍ଟ ଭିଡିଓ ଯାଇକି ନିଶ୍ଚିନ୍ତ ଚେକ୍ କରିବେ। ଆଉ ଖାଇବାକୁ ବସି ପଡିଲେ ସମସ୍ତେ। ଆଉ ହଁ, ଖଡା ଶାଗ ଭଜା ବି କରିଦେଇଥିଲି, କିନ୍ତୁ ଟାଇମ ନଥିଲି ସୁଟିଂ କରିନଥିଲି। ଏଇ ୟୁଟ୍ୟୁବ ସାଙ୍ଗରେ ଘର କାମ କିଛି ମନେ ରହୁଛି ଆଉ କିଛି ଭୁଲି ଯାଉଛି, ସେଥିପାଇଁ ଆପଣମାନେ ଇଗ୍ନୋର କରିବେ। ଏଇ ହେଲା ଦିନ ଗୋଟର ଦୃଶ୍ୟ। ଆଉ ଦେଖୁନାହାନ୍ତି ଖରା ଯେମିତି ହେଇଛି, ମତେ ଲାଗୁଛି ବାଘ ଭଳିଆ ଗିଳିଦବ। ସେ ଯାହା ହଉ ସେଇଥିରେ ମୋ ଖୁସି ଖରାକୁ ଖାତିର ନ କରି ଆମେ ମା ଝିଅ ବାହାରିଲୁ ଟିକେ ସୁଟିଂ କରିବା ପାଇଁ। କାହିଁକି ନା 4ଟା ବେଳକୁ ଟିକେ ଖୁସିର ଡ୍ୟାନ୍ସ କ୍ଲାସ ରହିଯାଉଛି। ସେ ନିଦରୁ ଉଠିକି ଟଳମଳ ହେଇକି ଆଉ ଯାଇପାରୁନି। ସେ ଯାହା ହଉ ଟାଇମ ମ୍ୟାନେଜ କରିବାକୁ ପଡିବ ବୋଲି ଆମମାନେ ବାହାରି ଗଲୁ। ରାସ୍ତା କଡରେ ଟିକେ ଛାଇଥିଲା, ଆଉ ବେଶୀ ବାଟ ନ ଯାଇକି, ଆଉ ଗାଡି ବି ଅଳ୍ପ ଅଳ୍ପ ଯାଉଥିଲା। ଯାହା ଯେମିତି କରିକି ସେଇଠି ସୁଟିଂଟା ହେଇଗଲା। ଆପଣମାନେ ଖୁସିର ଚ୍ୟାନେଲରେ ଏଇ ସବୁ ଭିଡିଓକୁ ଦେଖିବେ। ସୁଶ୍ରୀ ଆଦେଶ ଚ୍ୟାନେଲ ସାଙ୍ଗମାନେ ନିଶ୍ଚିନ୍ତ ଚେକ୍ କରିବେ। ଆଉ ହଁ, ଅସୁବିଧା ହେଲା କି ତାର ଟି ସାର୍ଟରେ କଲର ନଥିଲା। ପୁଅ ତାକୁ ଗୋଟେ ପୋଜ ଦେବା ପାଇଁ କହୁଥିଲା, କିନ୍ତୁ କଲର ଯେହେତୁ ନଥିଲା ଫଟୋଟା ଭଲ ଉଠାଇ ପାରିଲାନି। ଆଉ ହଁ ସାଙ୍ଗମାନେ, ସେଠୁ ଆସିକି ପୁଣି ଖୁସି ପଳେଇଲେ ତା କର୍ମକୁ, ମାନେ ତାର ଡ୍ୟାନ୍ସ କ୍ଲାସ ଅଛି। ଆଉ ମୁଁ ଚାଲିଲି ମୋର ସନ୍ଧ୍ୟାବେଳର ଯାହା ସବୁ କାମ କରିକି ଟିକେ ରେଷ୍ଟ ନେଇକି ପୁଣି ରାତିର ଖାଦ୍ୟ ପେୟ ସବୁ ହବ। ଆଉ ହଁ, ରାତିରେ ଆମର ଆଜି ବନିଥିଲା ଭେଜ ଚାଉମିନ। ଏଇ ଖାଦ୍ୟଟା ଦେହ ପାଇଁ ଭଲ ନୁହେଁ ଜାଣିକି ମଧ୍ୟ ଆମେ ଖାଇଥିଲୁ, କାରଣ ଛୁଆଙ୍କ ଖୁସିରେ ବେଳେବେଳେ ଖୁସି ହେଇକି ଖାଇବାକୁ ପଡେ। ଆଉ ଆପଣମାନେ ଏମିତି କେବେ କରିଛନ୍ତି ନା ନାଇଁ କମେଣ୍ଟରେ ନିଶ୍ଚୟ ଲେଖିବେ। ଆଉ ଭେଜ ଚାଉମିନରେ ମୁଁ ସବୁ ପରିବା ଆଉ ସୋୟାବିନ୍ ପକେଇ ଦେଇଥିଲି। ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର